मिसी कहूछ शुक्र राति सरी सरी आसला आ शुक्र दिन गुड़ाक हाथ पारे भाई पुलिस अफिसर हम आमु रेलवे चाकरी करी आमर आ दुख कौन कहल दुख एति जे तुम भाई जाए फेरले ओहो भाउज भाई तो छोट पिला एटी भाई तो भाई जाइए मैंने से शेष कर निश्चय बेटी नहीं नहीं से कथा कहूनी मो मनटा कहीं पाप छुटे गला बेले दिनुटा मुढ़ी बांधी देती पाखे पैसा नथिला से कौटी रहिले केमिति खाइले कौन कले से कथा भाविला भी मो मुंडटा व्यतिग्रस्त हो जाउछि हेले भाई तो घरे नांती हां हम नथिले केही कर केबे आसे हेले सर आपन को परिचय जानि दिलनि मु रेलवे अफिसर भुवनेश्वर आसी नमस्कार हे भगवान तो भगवान सुन प्रभु मोर सौभाग्य चाकरी हो गला खाली मोर सौभाग्य न दीजन घर चाकरी हो गला तुमको अशेष धन्यवाद प्रभु तुमको अशेष नहीं आपण मन जा भाबुଛନ୍ତି चेन में से कथाटा तो कहवा मो पक्षे संभव नुहे से कथाटा हम सार कहबी कथाटा कोन की बहुत दुख सहित कहबा पड़ुची आपन को स्वामी मोर कोन जमाई गो कोन दो कोन हिची आपण को स्वामी ट्रेन दुर्घटना में मृत्यु वरण कर आपण मिछ कहउछंती नहीं सत देखो तो ए नुए तो तमसा ये तो आधार कार्ड ए ले तू तंका चप्पल देखो आपण मैंने एभली परिस्थिति जो अधर्य हे ताले आपण परिवार चलो केमी आम रेलवे डिपार्टमेंट तरफ घोषणा करा मृतक परिवार को 1 लाख टंका सुधी बाबद 1 लाख टंका देवे एवं आपण परिवार को जन को चाकरी देवे आप व्यस्त हूँ ना ठीक अच्छे आपको गोटे कम करा पड़ो आपको यही बंड पेपर टी सिग्नेचर करा पड़ो आम रेलवे डिपार्टमेंट किसी कार्यकारी हम तापर आपको 1 लाख टंका मिल एवं आपण परिवार चाकरी मिल कार्यकारी हम अफिसर जन्म मृत्यु ये वास्तव सत्य आपण परिवार ये गोटे बड़ दुखर घटना तथापि तथापि आपण को बंचा पड़ो एथर आसु प्रार्थना करुच्ची आपण परिवार को भगवान शक्ति दिंतु हरि बोल
ଜୀବନ ଯୁଦ୍ଧରେ ଆଜି ମୁଁ ଭୀଷଣ ଭାବରେ ହାରିଗଲି। କେମିତି ଭାବରେ ହାରିଗଲି ଯେ ଆଉ ଯେତେ ଚେଷ୍ଟା କଲେ ବି ମୁଁ ଆଉ ଖୁସି ଟିକକ ପାଇବିନି। ଏ ସଂସାରର କଳାପଟ ଉପରେ ମୋ ଜୀବନର ଅଙ୍କ କଷୁ କଷୁ ଭାଗ ଶେଷଟା ଶୂନ ହେଇଗଲା। ସେମିତି କହୁନି ଭାଉଜ। ଭାଇ ସିନା ଆମ ଉପରେ ଅଭିମାନ କରି ଛାଡ଼ି ଚାଲିଗଲେ, ହେଲେ ତମେ ତ ଅଛ। ତମେ ଯଦି ଏମିତି ଭାଙ୍ଗି ପଡ଼ିବ ଆମେ ବଞ୍ଚିବୁ କେମିତି? ମାମୁଁକୁ ଚାହିଁବା କଣ ପୁଅଙ୍କର ପାପ? ତମମାନେ ମୋର ଗୋଟେ କଥା ରଖିବ। ନିଶ୍ଚୟ ରଖିବ ନା? ହିନ୍ଦୁ ଶାସ୍ତ୍ର ଅନୁସାରେ ଗୋଟେ ସ୍ୱାମୀ ମରିଗଲେ ତା ସ୍ତ୍ରୀଟି ବିଧବା ହେଇଯାଏ। ମୋ ଘରେ ତ ତମ ଦି ଜଣଙ୍କ ବ୍ୟତୀତ କେହି ନାହାନ୍ତି, ତାହେଲେ ମତେ ବିଧବା କରିବ କିଏ? ଆସ ମୋ ହାତରୁ ଶଙ୍ଖା କରିଦିଅ, ମୋ ମଥାରେ ସିନ୍ଦୁର ପୋଛି ଦିଅ, ତମମାନେ ବିଧବା କରିଦିଅ। ଆମେ ପାରିବୁନି ଭାଉଜ, ଆମେ ପାଗଳ ହେଇଯିବୁ। ମା ହାତରେ ଶଙ୍ଖା ଭାଙ୍ଗି ଦେଇ ତା ମଥାରେ ସିନ୍ଦୁର ପୋଛି ଦେଇ ତାକୁ ବିଧବା ସଜେଇଦବୁ କେମିତି? ତମମାନେ ହେଇପାରିବନି, ହେଇପାରିବନି। ଠିକ ଅଛି, ତମମାନେ ନ ପାର, ମୁଁ ଭାଙ୍ଗିବି ମୋ ହାତର ଶଙ୍ଖା। ତା ନହେଲେ ରାତି ପାଇଲେ ଯେତେବେଳେ ଗାଁ ସାରା ଲୋକ କହିବେ ତମ ଭାଇ ମରିଗଲା ପରେ ମୁଁ ବିଧବା ହେଇନି ସଧବା ଅଛି, ସେତେବେଳେ ମତେ ଯାଛ ଚାକିରି କରିବେ, ମୋ ମୁହଁକୁ ଛେପ ଖଙ୍କାର ପକାଇବେ। ନା, କେବେ ନୁହଁ, ଏବେ ଏଇ ମୁହୂର୍ତ୍ତରେ ବୋଲି ଯଦି ମୋ ହାତରୁ ଶଙ୍ଖା ପଛେ ଦେବି ମୋ ମଥାର ସିନ୍ଦୁର। ସେଇଠି ଠିଆ ହୁଅ ତମମାନେ। ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ଏମିତି ସମ୍ପର୍କ ଯେ ଜଣଙ୍କ ପାଦରେ କଣ୍ଟା ବହିଲେ ଆଉ ଜଣଙ୍କ ପାଦରୁ ରକ୍ତ ଝରେ, ଜଣଙ୍କ ଆଖିରେ ଆଘାତ ଲାଗିଲେ ଆଉ ଜଣଙ୍କ ଆଖିରୁ ଲୁହ ଝରେ। ସରିଗଲା ମୋ ଭଲ ପାଇବା, ମୋ ସ୍ନେହ ସବୁ ସରିଗଲା, ସବୁ ସୁଖ ସରିଗଲା। ଆଉ କାହିଁକି ଆଉ ବଞ୍ଚିବି ଯେତେବେଳେ ମୋ ଭାଗ୍ୟରେ ସୁଖ ନାହିଁ? ଯେତେ ଖୋଜିଲେ କଣ ମତେ ସୁଖ ମିଳିବ? ଏଠି ପରା ସୁଖ ନିୟନ୍ତ୍ରକୁ ଦୁଃଖ ଅଣ୍ଟିଏ।
ବାପା ମତେ 25 ଲକ୍ଷ ଟଙ୍କା ଦରକାର ମୁଁ ଗୋଟେ ବିଜନେସ କରିବି কি বিজনেস করবো বিজনেস না তু কেটা টাকা নেই জানি এদিকে গোটে টঙ্কা বি দেবিনি ତା ନହେଲେ ବାପ ପୁଅ ମଧ୍ୟରେ ଗୋଟେ ମହାଭାରତ ସୃଷ୍ଟି ହବ কোন মারিও মতে মার কইছি আরে মার ଦରକାର ପଡ଼ିଲେ କଂସ ଅଜାତ ଶତ୍ରୁଠାରୁ ବି ଆହୁରି ଭୟଙ୍କର ହେଇଯିବେ ভরজা 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 ঝাঞ্জ ভাই মুসা পাপ কম ইয়ে সিয়ান থেলা পুরাণ যুগর কথা অনেক থেলা ইতিহাস যুগর কথা এ কিছু লোক পুরাণ করথলে কিছু লোক ইতিহাস করথলে হেলা ভরজা ঝাঞ্জ বাড়াই মু সেগুলাকে বিশ্বাস করেনি আর তা দিলি কোন মো আখি আগরে তু তো বাপর ঝাঞ্জ বাড়াই দাও কি মুশকিল কথা এটা আসিগলে মামু শঙ্কুনি ঘরে তো ঝাঞ্জ বাড়াই গোটে মহাভারত আরম্ভ করনি মু মানে মু ঝাঞ্জ বাড়াই মু মহাভারত করছি হ্যাঁ তুমি ମୋ ପ୍ରଥମ ସ୍ତ୍ରୀ ମରିଗଲା ପରେ ମୁଁ ତମ ଭଉଣୀকে ଘରକୁ ନେଇ ଆସିଥିଲି ଏ ସଂସାର ରୂପୀ ଡଙ୍ଗାର ମଙ୍ଗଳସ୍ଥଳୀକି ଧରିବାକୁ ଆରେ ହଁ ତମ ପ୍ରଥମ ସ୍ତ୍ରୀ ମରିଗଲା ତମେ ମାରୁଅ ଭୂତ ହେଇକିରି ବୁଲିଲ ଆଉ ରୋଷେଇ ଗୋଟାଏ କରି ଖାଇବା ଦବାକୁ ତମ ଘରେ କେହି ନଥିଲେ ଶରୀର ପୁରା ଚାଞ୍ଚରା ଭଳିଆ ହେଇକି ହାଡ଼ ପୁରା ଦେଖାଯାଉଥିଲା ଦୁଃଖ ସହିପାରିଲାନି ତମର ଯିବା ବୟସ ମୋ ଭଉଣୀଟାର ବିଚାରା ଯୁବା ବୟସ ଦେଲି ତମ ଘରେ ବାହାର ଦେଲି ସେଠି ରୋଷେଇ ବାସ କରି ଖାଇବାକୁ ଦେଲା ସେଠି ମାଇ ହାତୀ ଭଳିଆ ଚେହେରା କଣ ଖରାପ ଅଛି ହେଲେ ଅରୁଆ ହେଲା କେମିତି ତମେ ରୀତିମତ ମୋ ପୁଅ ମୁଣ୍ଡରେ ଗୋଟେ ବିଷ ନଦୀ ବୁଡି ସାରିଲାଣି ଇଏ ଭଣଜା ଦେଖିଲୁ ଦେଖିଲୁ ତୋ ବାପା ମୋ ଝାଞ୍ଜ ବାଡ଼ି ବଜେଇ ଦେଲା କିନ୍ତୁ ମୁଁ ତୋ ମୁଣ୍ଡରେ ବିଷ ବଜେଇ ବୁଡୁଛି ତମ ଭଳିଆ ବୋପା ହେଲେ କେତେ ଭଲ ପୁଅ ଗୋଟେ କଣ ବ୍ୟବସାୟ କରିବ ଟଙ୍କା 10 କୋଡ଼ିଏ 25 ଲକ୍ଷ ମାଗୁଛି ତମ କେତେ ପଇସା ନାହିଁ କାହିଁ ତାକୁ ମନା କରୁଛ ଗୋଟେ ସରଳ ଭଣଜାଟା ରହିବ ସେ କିଛି କହୁନି ତା ଜାଗାରେ ଗାଁ ଆଉ ଯୋଉ ପୁଅ ଥାନ୍ତା ମାରି ତମ ପିଚା ଜଙ୍ଗିଆ ଫଟେଇ ଦେଇଥାନ୍ତା ବୁଝିଲ ଏ ଚୁପ୍ କର ତମେ ହେଉଛ ଘରର ଉନ୍ନତ ବନ୍ଦ କର ସେ ବାଚକତା ମାମୁଙ୍କ ବାହାନା ଦେଖାଇ ମତେ ଗୋବର ଗଣେଶ କରିବାକୁ ଚେଷ୍ଟା କରନି ସଫା ସଫା କହିଦଉଛି ମୋର ଟଙ୍କା ଦରକାର ମୁଁ କହିଲି ନା ଗୋଟିଏ ଟଙ୍କା ଦେବିନି ସବୁ ବାପା ମାଙ୍କର ଗୋଟେ ଇଚ୍ଛା ଥାଏ ପୁଅଟିଏ ଜନ୍ମ ହେଲେ ସେ ଘରର ଉତ୍ତରଦାୟକ ମୁଁ କିନ୍ତୁ ଆଜି ବୁଝୁଛି ପୁଅ ଜନ୍ମ ହେବା ବାପା ମୋ ପାଇଁ ଗୋଟେ ମୃତ୍ୟୁର କାରଣ ମରିଯିବା ଦରକାର ଯୋଉ ବାପା ତାଙ୍କ ପିଲାମାନଙ୍କ ସୁଖ ଶାନ୍ତିରେ ସୁଖୀ ନୁହଁ କି ଶାନ୍ତି ନୁହଁ ସେଭଳି ବାପା ବଞ୍ଚି ରହିବା କିଛି ବି ଦରକାର ନାହିଁ ଭଣଜା 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 ଏଇ କଥାରେ ନାହିଁ ମତେ ଯେତେ ମାଠିବୁ ମାଠେ ମୁଁ ଶଳା ସେଇ ଦର ପୁରା କାଟେ ଭଣଜା ଶୁଖିଲା କାଠକୁ ଯେତେ ଚୁପୁଡ଼ିଲେ କଣ ସେଥିରୁ ପାଣି ବାହାରିବ ନା ଇଏ ଅଙ୍ଗାରକୁ ଦୁଧ ହାଣ୍ଡିରେ ଯେତେ ପୁରେଇ ଗୋଳେଇ ଘାଟିଲେ ସେ ଧଳା ହବ ଏ ଶଳାଟି ସେଇଆ ମୋର ମତ କୌଣସି ପରିସ୍ଥିତିରେ ପରିବର୍ତ୍ତନ ହବନି ବଦଳିବନି ହଁ ସବୁ ପାଣି ଗୋଟିଏ କଥା ମନେ ରଖ ପୂର୍ବ ସୂର୍ଯ୍ୟ ପଶ୍ଚିମରେ ଉଦୟ ହେବାରେ 25 ଲକ୍ଷ ଟଙ୍କା 25 ପଇସା ତତେ ଦେବିନି 25 ପଇସା ଦେଖିଲୁ ତୋ ବାପା କେମିତି ତୋ ଝଞ୍ଜ ବାড়ি ଚାଲିଗଲା ବାପା ଏମିତି କଥା ପଦେ କହି ଚାଲିଗଲା ନା 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 ମୋ କାନକୁ ଜମା ଭଲ ଶୁଭିଲା ନାହିଁ କହିଲା କନା 25 ପଇସା ଦେବି ନାହିଁ ଆଜିକାଲି ବଜାର ରେଟ୍ ଯାହା ହେଲାଣି ଚା କପଟେ ପିଇଲେ କରିବେ 25 ଟଙ୍କା କହିଲାଣି ବୁଝିଲୁ ଭଣଜା ତୁ ସରଳ ଭଣଜାଟି ମୋର ଅତି ନିରୀହ ମୋର ଏଇ ସରଳ ନିରୀହ ପରିମାଣ ଫାଇଦା ଦେଇ ଆଜି ତୋ ମୋ ପାଖେ ତ 5 ପଇସା ଦଉନାହିଁ ରାଜି ଯା ବାଚି ଯା ଏ ଭଳିଆ ବାପାକୁ ଦରକାର ପାଇଲେ ରାତି ଅଧରେ ତକିଆ ପକାଇ ଦାବି ଯା ଜବରଦସ୍ତ
ମୁଁ ତା ନଇଥିଲେ ସେ କାହ୍ନାକୁ ସ୍ନେହ ଆଦର କରି ମତେ ଏମିତି ଅଣଦେଖା କରୁଛନ୍ତି କାହିଁକି? ଦେଖିଲୁ ଦେଖିଲୁ ରହିଯା ଏ କଥା ତୁ ଛାଡା ରହିଯା। ମୁଁ ଯାହା କହୁଛି କାନେ କାନେ ଶୁଣ। ଏ ଭଳିଆ ବାପା ରହିଆ ଯାହା ଶଳା ମରିଆ ସେଇଆ। ଆଜି ରାତିରେ ଦରକାର ପଡେ ଏଟାକୁ ସ୍ମାସ କରିଦେ। ପଳେ ପଳେ କୌଶଳ ତୋର ଅଧିକାର ହାସଲ କର। ତା ନହେଲେ ସେ ବଦମାସ କାହ୍ନା ଯେମିତି ଭବିଷ୍ୟତରେ ତୋ ବାପା ମୁଣ୍ଡଟା ଚୋପେଇ ଖାଇଦବ। ସବୁ ସମ୍ପତ୍ତି ତା ନାଁରେ କରିଦବ। ହେଲେ ଭଣଜା ଭଣଜା ମୁଁ ବି ଏଗୁଡ଼ା ଜମା ସହିପାରିବି ନାହିଁ। ମୋ ଭଣଜା ପରା ତୁ ଏଥିପ୍ରତି ଟିକେ ଯତ୍ନବାନ ଥବୁ। ଛାଡ଼ିବୁନୁ ଦରକାର ପଡ଼ିଲେ କଣ କରିବୁ? ମୋ ନାଁ ଅହଙ୍କାର ରାୟ। ସେମିତି କେବେ ମୁଁ ହବାକୁ ଦେବିନି। ମୋ ଅହଙ୍କାର ନିଆଁରେ ସବୁ ଛାଳି ପୋଡ଼ି ପାଉଁଶ କରିଦେବେ। ସେ ଯଶବନ୍ତ ରାୟ ଆଉ ତା ଖାନଦାନକୁ। ଆରେ ବନ୍ୟା ତାକୁ ମାରୁଛି କାହିଁକି? କଣ କରୁଛି ସେ? କଣ କରିଛି ଶୁଣିବ? ମୋ ଭ୍ୟାନିଟିରୁ ଇଏ 500 ଟଙ୍କା ଚୋରି କରିଛି। अबे तोर एते साहस तू मो भौणी दानीटू 500 टंका चोरी करछु। सोळा आजी तते छाडीबिनी मारी देबी सोळा आजी तते। मारो एटा तो बोलो कि मारो। हाँ वो चोरी करिची। अरे मते मारने रे मो मरी जीवी। अरे मो मो पाई चोरी करिनी। काली मो बोउर जन्मदिन सेति पाई मो 500 टंका चोरी करितले किछि मिठा आनिबी बोली। अरे वाह मारो जन्मदिन करन और तू गोटे निजको सुयोग्य संतान बोले आइते कोई मो भ्यानिटी तू 500 टंका चोरी करू ना। पिटो भाई एटा को आहुरी पिटो। पिटी पिटी आपको सिखाई दियो चोरी करबा जाते केते बड़ो भयंकर। ना बन्या एईटा को मारी देले ए घरे गोटे समस्या बुझबो। अच्छा तू परा कहतिलु तो जोटाला पुलिस हबो। एबे एई मुहूर्त रे ये हम दुई जन को जोटा पुलिस करिवो। यू आर करेक्ट। एटा ही हबो आ भाई पुलिस में। हेले मो पखेरे तो पुलिस नहीं तो मु जोता सफा करिबी केमिति? जिपरे तू जिपरे चाटी चाटी हम दुई जन को जोटा पुलिस करिवो। सबु परे भी मु गोटे मनीष रे। अरे मनीष है जीभरे चाटी केमिति जोता पुलिस को? बोला बोल ए बन्या गोटे प्रतिकूल रसु हाँ तुमने कुछ भी ऐसी हो ये तो पूरा स्वास कर तू भी मारी दियो मते। अरे तमे माने पोसा कुकुर रो कहानी सुनी दिबो। बिचरा पोसा कुकुरटा तुझे बंधा हेतिबा चाका छोड़ा ता पाखरे आउ किछि भी अधिकार नता। खाइबाकू पेटरे प्रबल भोक। हेले भोक आकुଳରେ खाली मालिक रो मुह को चाहिबा छोड़ा अन्य किछि भी उपाय नता। जदि केबे भोक विकाଳରେ कुकुरटा चित्कार करे तारे मालिक रो से चाबुक पहाड़रे ता देह सारा रक्ताक्त मु तो गोटाए कुकुर ना निज सबिली किछि भी नाही। एठी पड़ी रही तमरी हाथरू माड़ गाड़ी खाई
ତମରି ଆଦେଶ ପାଳନ କରି ବନ୍ଦ କର ସେ ବାଚକତା। ଭଲରେ ଆମ ଜୋତା ସଫା କରିବୁ ନା ତତେ ଭଲ ପାଉଥିବା ସେ ବୁଢା ବାପାଟାକୁ ମାରିଦେବେ। ନାଇଁ ରେ ନାଇଁ, ତମେ ମାନେ ସେ ଭୁଲ କରନି, ପାପ ଲାଗିବ। କଥାରେ ଅଛି ପିତା ସ୍ୱର୍ଗ, ପିତା ଧର୍ମ, ପିତା ହିଁ ପରମ ତପ, ପିତରି ପ୍ରତିମା ପନ୍ନେ ପିଅନ୍ତି ସର୍ବଦେବତା। ମୁଁ କେବେ ବି ଚାହେଁନି ମୋ ପାଇଁ ମୋ ଦେବତା ସମାନ ବାପାଙ୍କର କିଛି ବି କ୍ଷତି ହଉ। ଆରେ ମୁଁ ତ ହତଭାଗାଟାଏ, ଏ ସୁଖ ଖୋଜିଲେ ମିଳିବ କୋଉଠି? ଏଠି ଖାଲି ମେଞ୍ଚା ଦୁଃଖ। ଏଠି ମୋ ପାଇଁ ସୁଖ ନିଅଣ୍ଟକୁ ଦୁଃଖ ଅଣ୍ଟି।
হওয়াকু বাধ্য কলু ভবিষ্যতে পরিণামটা বহুত ভয়ঙ্কর হব বহুত ভয়ঙ্কর মনে রাখা উচিত মন বন্যা এ বন্যা গোটায় প্রতিকূল আসব ও সামনাକୁ ଯିଏ ବି ଆସିବାକୁ ଚେଷ୍ଟା କରିବ ସିଏ ତାକୁ ସ୍ପର୍ଶ କରିବ ମନେ ରହିଲା ଏ କଥାଟା ମୋର ବେଶ ଭଲ ଭାବରେ ମନେ ରଖିବ କାହିଁକି ହତ ଭାଗାଟା ପାଇଁ ତୁ ଉପରକୁ ଏତେ ବଡ ବିପଦ ଆଣିଲେ ସେମାନେ ଜମା ଭଲ ଲୋକ ନୁହନ୍ତି ବୋଉ ମୁଁ ପରା ତ ସାବତ ମୁଁ କେବଳ ମା କେବେ ସାବତ ମା ହେଇପାରେ ନାହିଁ ସାବତ ମା କିଏ ମୁଁ ଜାଣିନି କି ପର କିଏ ମୁଁ ବି ତାହା ଜାଣିନି ହେଲେ ଏତିକି ଜାଣିଛି ମା ଧରିତ୍ରୀ ମା ହଉଛି ସୃଷ୍ଟି ଯଦି ବି କେହି ତା ସାମ୍ନାରେ ତା ପିଲାମାନଙ୍କର ଅମଙ୍ଗଳ ଚିନ୍ତା କରେ ତାହେଲେ ସେ ନାରୀ ହେଇଯିବନି ଯେ ନାରୀରୁ ରାକ୍ଷସୀ ପାଲଟି ଯାଏ ମୁଁ ତତେ ଗୋଟେ କଥା କହିବି ତୁ ରଖିବୁ କହ ବାପା ଆଜି ମୁଁ ତୋର ସବୁ କଥା ରଖିବି ଆଜି କାହିଁ ମୋ ପିଲା ଦିନର କଥା ମୋର ଭାରି ମନେ ପଡୁଛି ଶେଷ ମୁଣ୍ଡା ଗଡୁଆ ପୋଖରୀରେ ବୁଡି ବୁଡି ଘରକୁ ଫେରିଲେ ମୋ ବୋଉ ତାର ଏଇ ପଣତ କାନିରେ ମୋ ମୁହଁଟାକୁ ପୋଛି ପକାଉଥିଲା ଗାଁ ଦାଣ୍ଡରେ ଖେଳି ଧୂଳି ଧୂସର ହେଇକି ଘରକୁ ଫେରିଲେ ମୋ ବୋଉ ତା ପଣତ କାନିରେ ମୋ ଦେହରୁ ଧୂଳି ଚାଳି ହେଲେ ମୋ ଭଳି ଅନାଥ ମାନଙ୍କ ପାଇଁ ଇଏ ଜଗନ୍ନାଥଙ୍କ ତଳେ ଥିଲେ ଡର ନାହିଁ କି ଭୟ ନାହିଁ ମୋର ଆଜି ଭାରି ଇଚ୍ଛା ହଉଛି ସେଦିନର ସେଇ ଛୋଟିଆ କାନ୍ନା ହେଇ ତୋ କୋଳରେ ଟିକେ ତୁ ତ କୋଳରେ ମୋ ମୁଣ୍ଡ ଗୁଞ୍ଜି ମୋ ମୁଣ୍ଡ ଆଉସି ମତେ କେତେ ଗପ ଶୁଣା ବୋଉ ତୁ ଆଜି ମୋ ପାଇଁ ପୁଣି ଥରେ ଯଶୋଦା ହେଇ ଚାଲ ବୋଉ ମତେ ତ ପୁଅ କରି ତୋ କୋଳକୁ ନେଇ ଯା ତୁ କଣ ଏତିକି କରିପାରିବୁନି ନିଶ୍ଚୟ ପାରିବି ମୁଁ ତ ଯଶୋଦା ମା ଆଉ ତୁ ହଉଛି ମୋ ପୁଅ କହ୍ନେଇ ଆରେ ଧନ ମୋ କୋଳକୁ ଥରେ
ଟିକେ ସାଉଟୁ ସାଉଟୁ ସୁଖ ମୋ ପାଇଁ ସାଥ କରନ୍ତି। ହେଲେ ମୋ କାଦମ୍ବିନୀ କି ଦୋଷ କରିଥିଲା ସେ କାହିଁକି ମୋ ପାପର ପ୍ରାୟଶ୍ଚିତ୍ତ କରୁଛି? କାଦମ୍ବିନୀ ତମେ ମତେ ଅଭିଶାପ ଦିଅ କାଦମ୍ବିନୀ। ସତରେ ଯେମିତି ଏ ଧର୍ମରାଜ ପରିଚାର ମୁକ୍ତ ହେଇଗଲା। ଆଜିକୁ 10 ଦିନ ହେଇଗଲା। ଏଣେ ତେଣେ ବୁଲୁ ବୁଲୁ ମତେ ଭୀଷଣ ଭୋକ ଲାଗୁଛି। ଆଜି ମୁଁ ଦଶ ସେମାନେ ଏଇଠିକି ଖାଇବାକୁ ନେଇ ଆସିବେ। ମୁଁ ଯାଉଛି ଏଇଠି କୋଉଠି ଲୁଚି ଯିବି। ଆଜି ମୋ କାଦମ୍ବିନୀର ହାତ ରନ୍ଧା ଭାତ ମନ ଭରି ଖାଇବି। ହଁ ସେମାନେ ଭିତରେ ଜାଣିକୁ ଆସୁଛନ୍ତି। ମୁଁ ଯାଉଛି ଏଇଠି କୋଉଠି ଲୁଚି ଯିବି। ହଁ ମୁଁ ଏଠି କୋଉଠି ଲୁଚି ଯିବି। ଶୋଇଲେ ନିଦ ଆସେ ନା। ଅଯଥା ଖେଳି ଖେଳ କରି ବୁଝେଇ ଦଉଥିଲୁ। ଏ ଭାଇ ତୁ କୋଉଠି? ଘରେ ତ ଦେଖା ଦେ। ତମେ କୋଉଠି ଅଛ? ଥରେ ଦେଖି ଯାଅ। ତମ ଦି ଭାଇ ତମ ମୁହଁରେ କେତେ ବିକଳ ହେଇ କାନ୍ଦୁଛନ୍ତି। ଲୋକମାନେ କହୁଛନ୍ତି କୌଣସି ଏକ ରୂପରେ ଆସି ଦେଖା ଦିଅନ୍ତି। ହେଲେ ଆଜିକୁ 10 ଦିନ ହେଇଗଲା। ତମର ଛାଇ ସୁଦ୍ଧା ବି ମୁଁ ଟିକେ ଦେଖିଲିନି। କୁଆଡେ ଗଲ ତମେ? ସୌଭାଗ୍ୟ ଚାଲ ରାତି ଅନେକ ହେଲାଣି। ଚାଲ ଘରକୁ ଚାଲ। ହଉଛି ମୋ ଦଶା। ମୁଁ ବଞ୍ଚିଛି ହେଲେ ବଞ୍ଚି ଥାଉ ଥାଉ ମୋ ଘର ପ୍ରବଳ ଭୋକ ବୁଝାଉଛି। ଆଜି ମନ ଭରି ଖାଇନେବି। ଯାଉଛି ମୁଁ ଆଜି ମନ ଭରି ଖାଇନେବି। କାରଣ ଆଉ କେତେ ଦିନ ଉପାସ ରହିବାକୁ ପଡିବ ମୁଁ ଜାଣେ। ଯାଉଛି ମୋ ମନଟା ଜମା ବୁଝୁଛି। ସମସ୍ତେ କହନ୍ତି 10 ଦିନରେ କୌଣସି କୋଉ ଉପରେ ଆସି ଦେଖା ଦିଅନ୍ତି। ମୁଁ ଆଜି ଏଇଠି ଜଗି ବସିଛି। ମୁଁ ତାକୁ ଦେଖିକିରି ଯିବି, ଦେଖିକିରି ଯିବି। କିଛି ଗୁଣ୍ଡା ମତେ ଭଲ କଲେ ମତେ ନିଦ ପିଟିଲେ।
ବାବୁଳି ତାକୁ ସବୁ ଏଣେ ତେଣେ ଫୋପାଡ଼ି ଦେଲେ ଆଉ ଘର ମାନେ ପଟାକୁ ଲୋକ ଚିରି ଟୁକୁଡ଼ା ଟୁକୁଡ଼ା କରିଦେଲେ ଆଉ ମୁଁ ଶେଷରେ ନିରୁପାୟ ସହରକୁ ଚାଲିଗଲି ରେଲୱେ ଅଫିସର ହେଲେ ସେଠି ଯାଇ ଗୋଟିଏ ଜଳିଖିଆ ଦୋକାନକୁ ମୋ ଦୁଃଖ ଜଣେଇଲି ସେ ବିଚାରା ମୋ ଦୁଃଖ ଶୁଣି ମତେ ଖାଇବାକୁ ଦେଲା ସେଇଠି କିଛି ଲୋକ କଥା ହଉଥିଲେ ବାବୁଆଣୀଙ୍କର ଗୋଟେ କିଣି ଦୋକାନ ତାଙ୍କରି ଆଡ୍ରେସ ଦେଇ ମୁଁ ତାଙ୍କ ଘରେ ପହଞ୍ଚିଲି ହେଲେ ମୁଁ ସେଠି ପହଞ୍ଚିବା ଆଗରୁ 5 ଦିନ ହେଲା ତାଙ୍କ ସ୍ତ୍ରୀ ମରି ଯାଇଥାଏ ଆଉ ଶେଷରେ ନିରୁପାୟ ହେଇ ମୁଁ ଭାବିଲି ମୁଁ ଆତ୍ମହତ୍ୟା କରିଦେବି ଦୌଡ଼ିଲି ଟ୍ରେନ୍ ଲାଇନ୍ ଉପରକୁ ହେଲେ ମୁଁ ଛୁଟି ଯାଇ ଦେଖେ ମୋ ଆଗରୁ ଆଉ ଜଣେ ଲୋକ ମରି ଯାଇ ଆଉ ମୋ ଡ୍ରେସ୍ ତାକୁ ପିନ୍ଧାଇ ଦେଇ ତା ଡ୍ରେସ୍ ମୋ ପିନ୍ଧେ ବୋଲି ରେଲୱେ ଅଫିସର ଘରକୁ ଆସିଥିଲା ମୋତେ ତମର ସାଥ ଥିଲା ଆଧାର କାର୍ଡ ଜନ୍ମ ସବୁ ଦେଲା ଆଉ ସେଥିରେ ଆମେ ଚାକିରି କରିଦେବୁ ବୋଲି କହିଲା ସୁଧିକିଆ ବାବଦରେ 1,00,000 ଟଙ୍କା ଦେଲା ତମେ କହନା ଆକୁ ସବୁ ଦେଖି ସାରିଲା ପରେ କେମିତି ଅବିଶ୍ୱାସ କରିଥାନ୍ତି କେମିତି ଏଇ ଦେଖ ତମେ ବଞ୍ଚିଛ ମୋ ହାତରେ ଶଙ୍ଖା ନାହିଁ ମୋ ହାତରେ ସିନ୍ଦୁର ନାହିଁ ମୁଁ ଆଜି ବିଧବା କାହିଁକି ମୋ ଉପରେ ଏମିତି ଦାଉ ସାଧିଲ କାହିଁକି କେବଳ ମୋ ଭାଇମାନଙ୍କ ପାଇଁ କେବଳ ମୋ ପୁଅମାନଙ୍କ ପାଇଁ ହେଲେ ମୁଁ ପାଇଲି କ'ଣ ଦୁଃଖ ଲାଞ୍ଛନା ଆଉ ଯାତନା ପାଇଲି ମୁଁ ସେଥିରେ ଦୁଃଖ ନାହିଁ କହୁଥିଲି ବାସ୍ ଏଇ ପର୍ଯ୍ୟନ୍ତ ସବୁ ସମସ୍ୟାର ସମାଧାନ ହେଇଗଲା ତମର ତମେ ପରା କହୁଥିଲ ଆମର ପୁଅ ଝିଅ କ'ଣ ହେବେ ସୌଭାଗ୍ୟ ଅଷ୍ଟମିତ୍ରୀ ପରା ମୋ ପୁଅ ଝିଅ यही मुहूर्त हाथ शंखा पिंधि सिंदूर पिंधि ମୋ ଭାଇମାନଙ୍କ ଜୀବନ ପଥର ତଳେ ଚାପି ହେଇଯିବ ଶଙ୍କା ଯଦି ଜାଣିବେ ମୁଁ ବଞ୍ଚିଛି ତାହେଲେ ମୋ ଭାଇଟା ଚାକିରି ପାଇପାରିବ ତମେ ମୁଁ ଦେବ ସ୍ୱାମୀ नारी हाथ शंखा मथार सिंदूर नाइले तार स्वर्ग सुख लाभ करे से अमूल्य संपद मु गोटे एमती नारी जे मो स्वामी बंची थाऊ थाऊ मु आज विधवा दुख घरणी कांदी देखिब सब ठीक हो सब ठीक हो लुचि लुचि पानी फुटी आसी मत कौन दुटा खाइबा देदेव सब भाई तुम पाखे पाखे रही देख समय आसिले सब